ସାଙ୍ଗମାନେ ଆଜି ମଧ୍ୟ ନେଇ ଆସିଛି କିଛିଟା ନୂଆ ନୂଆ ଟିପ୍। ଭିଡ଼ିଓକୁ ଜମା ବି ସ୍କିପ୍ ନ କରି ଦେଖିବେ ଅନୁରୋଧ ରହିଲା। ନମସ୍କାର, କୁକ୍ ୱିଥ୍ ମୁଛନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏବେ ଆସନ୍ତୁ ଦେଖିବା ପ୍ରଥମ ଟିପ୍ରେ କ'ଣ ଅଛି। ପ୍ରଥମ ଟିପ୍ରେ ଅଛି ଦେଖନ୍ତୁ ରୁଟି। ରୁଟି ଆମେ ଯେତେବେଳେ ତିଆରି କରୁଛେ ନରମ ହେଉ କିମ୍ବା ଟାଣ ହେଉ, ପିଲାମାନେ ଯେତେବେଳେ ଖାଉଛନ୍ତି ଖାଇବାକୁ ବହୁତ ଦିକ୍କତ କରନ୍ତି, ମାନେ ଖାଇବାକୁ ଜମା ବି ଭଲ ପାଆନ୍ତିନି, ଚୋବେଇ ଚୋବେଇ ଖାଆନ୍ତି। ସେଥିପାଇଁ ସେମାନେ ଯେତିକି ରୁଟି ଖାଇବା କଥା ପେଟ ପୂରା କରିକି ଖାଆନ୍ତିନି। କ୍ଷୀରରେ ପକେଇକି ଦେଲେ ମଧ୍ୟ ରୁଟି ତାଙ୍କୁ କାଦୁଆ କାଦୁଆ ଲାଗେ, କିନ୍ତୁ ଟାଣ ରୁଟି ଯଦି ଦେବେ ଟାଣ ରୁଟି ଚୋବେଇକି ଖାଇପାରନ୍ତିନି। ତ ବଢ଼ିଆ ଉପାୟ ଗୋଟେ ଅଛି ରୁଟି କିପରି ବଢ଼ିଆ ଭାବରେ ପିଲାମାନେ ଖାଇବେ। ଯେତେବେଳେ ରୁଟି ଆପଣ ସେକୁଛନ୍ତି, ସେ ରୁଟି ଯେତେବେଳେ ସେକି ସାରିବେ ପୁଣି ଗରମ ତାୱାରେ ଏମିତି ପକେଇଦେବେ ରୁଟି, ଯେମିତି ଟିକେ ଟିକେ ଏମିତି ଉପରଟା ଟାଣ ଟାଣ ହେଇଯିବ। ତ ରୁଟିଟା ଖାଇବାକୁ, ଏଇଭଳି ରୁଟିଟା ଖାଇବାକୁ ଟେଷ୍ଟି ଲାଗେ। ଚୋବେଇକି ଖାଇବନି କିନ୍ତୁ ଭଲ ଲାଗେ ଖାଇବାକୁ। ଯେମିତି ରୁଟିଟା ଟିକେ ଟାଣ ଭଳିଆ ହେଇଯିବ, ଉପରଟା ଟିକେ ଲାଲ ଲାଲ ପଡ଼ିଯିବ, ତାକୁ ନେଇ ଆସିବା ଏମିତି ଛୋଟ ଛୋଟ ଖଣ୍ଡ କରିଦେବା। ବୟସ୍କ ଲୋକମାନଙ୍କର ଦାନ୍ତ ନଥିବାରୁ ରୁଟି ମଧ୍ୟ ଚୋବେଇକିରି ଖାଇପାରନ୍ତିନି, ବହୁତ ଦିକ୍କତ ଲାଗେ। ତ ସେଥିପାଇଁ ଏଇଭଳି ଉପାୟ କରିବା। ଏଇ ଯେଉଁ ଉପାୟଟି, ଏଥିରେ ଛୋଟ ଛୁଆମାନେ ମଧ୍ୟ ଖାଇପାରିବେ, ବୁଢ଼ାବୁଢ଼ୀ ମଧ୍ୟ ଖାଇପାରିବେ। ବିଶେଷ କରି ଯେଉଁମାନଙ୍କର ଦାନ୍ତ ହଲୁଥିବ, ସେମାନେ ତ ଜମା ବି ରୁଟିକୁ ଚୋବେଇକି ଖାଇପାରନ୍ତିନି, ତାଙ୍କ ପାଇଁ ଏଇ ଉପାୟଟା ବହୁତ ବଢ଼ିଆ କାମ ଦେବ। ତ ଏବେ ଚାଲନ୍ତୁ ଜାଣିବା କ'ଣ କରିବା। ଏଇ ରୁଟିକୁ ୟାକୁ ଆମେ କ'ଣ କରିବା, ଗ୍ରାଇଣ୍ଡିଙ୍ଗ କରିଦେବା। ଆପଣଙ୍କର ଯେତିକି ରୁଟି ଥିବ ସେତେ ବଡ଼ ଜାର୍ ଆଣିବେ। ମୁଁ ଏଇଠି 2ଟା ରୁଟି ନେଇଥିଲି, ଏଇ ଛୋଟ ଜାର୍ରେ ହେଇଗଲା। ଆକୁ ଭଲ ଭାବରେ ଗ୍ରାଇଣ୍ଡର କରିଦେବା। ଭଲ ଭାବରେ ମାନେ ବେଶୀ ଗୁଣ୍ଡ ମାନେ ପାଲିସ କରି ଅଟା ଭଳିଆ କରିଦେବେନି। ଏମିତି ଯେମିତି ମୁଁ ଏମିତି ବୁଲଉଛି ସୁଇଚ୍, ସେମିତି ଟିକେ ବୁଲେଇବେ, ଟିକେ ରଖିବେ। ଏମିତି କଲେ ରୁଟିଟି ଟିକେ ଟିକେ ଖଣ୍ଡ ଖଣ୍ଡ ହେଇକି ରହିବ, ବେଶୀ ପାଲିସ ହେଇକି ଅଟା ଭଳି ହେବନି। ଦେଖନ୍ତୁ ଏଇଭଳି ଭାବରେ ମୁଁ ଗୁଣ୍ଡ କରିନେଲି। କ୍ଷୀରରେ ପକେଇକିରି ଖାଆନ୍ତୁ କିମ୍ବା ତରକାରୀରେ ପକେଇକିରି ଖାଆନ୍ତୁ, ଯେଉଁଥିରେ ଆପଣ ତାକୁ ପକେଇଦେବେ ଉପମା ଭଳି, ଯେମିତି ଉପମା ତରକାରୀ ଖାଆନ୍ତି ସେମିତି ରୁଟି ଆଉ ତରକାରୀ ଖାଇପାରିବେ। ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ସମୟ ପୁରା କମ୍ ଅଛି, ତ ସେଥିପାଇଁ ଆମେ ରୁଟି ମଧ୍ୟ ଚୋବେଇକି ଖାଇକି ଗଲାବେଳକୁ ଅଫିସ୍ ଡେରି। ଯେତେବେଳେ ଆପଣଙ୍କ ପାଖରେ ସମୟ ନଥିବ, ଏମିତି ଉପାୟ କରି ରୁଟି ତରକାରୀକି ସାଙ୍ଗେ ସାଙ୍ଗେ ଭିତରେ ଖାଇପାରିବେ। ଛୋଟ ଛୁଆମାନେ ମଧ୍ୟ, ବୁଢ଼ାବୁଢ଼ୀମାନେ ମଧ୍ୟ, ଦାନ୍ତ ନଥିବା ଲୋକମାନଙ୍କର ମଧ୍ୟ ଏଇଭଳି ଭାବରେ ରୁଟି ତରକାରୀକି କ୍ଷୀର ରୁଟି ହେଉ ତରକାରୀ ରୁଟି ହେଉ ଖାଇପାରିବେ। ଯେମିତି ଉପମାରେ ତରକାରୀ ଗୋଳେଇକି ଖାଆନ୍ତି, ସେମିତି ରୁଟିରେ ମଧ୍ୟ ଏମିତି ତରକାରୀ ଗୋଳେଇକି ଖାଇପାରିବେ। ଛୋଟ ପିଲାମାନେ କ୍ଷୀରରେ ଖାଇବେ, ତାକୁ ମଧ୍ୟ କ୍ଷୀରରେ ପକେଇକିରି ସାଙ୍ଗେ ସାଙ୍ଗେ ଖାଇପାରିବେ। ବତୁରି ଗଲେ ଭଲ ଲାଗିବନି, କିନ୍ତୁ ସାଙ୍ଗେ ସାଙ୍ଗେ କ୍ଷୀରରେ ପକେଇକି ଖାଇଲେ ଏଇଭଳି ରୁଟି ବହୁତ ଟେଷ୍ଟ ଲାଗେ। ତ ଏବେ ଯିବା ନେକ୍ସଟ ଟିପ୍କୁ। ସବୁ ପିଲାମାନେ ପାଠ ପଢ଼ନ୍ତି, ପେନ୍ ରଖିଥାନ୍ତି ପାଖରେ, ତ ପେନ୍କୁ ସେମାନେ ଭଲ କି ସାଇଜ୍ କରିକି ରଖିପାରନ୍ତିନି, ସାଇତିକି ମଧ୍ୟ ରଖିପାରନ୍ତିନି। ତା'ର କ୍ୟାପ୍ ଗୁଡ଼ାକ ସବୁ ହଜେଇ ଦିଅନ୍ତି। କେତେବେଳେ ପେନ୍ ହଜିଗଲାଣି, କେତେବେଳେ କ୍ୟାପ୍ ହଜିଗଲାଣି। କ୍ୟାପ୍ ହଜିଗଲେ ତାକୁ ପୁଣି ଫୋପାଡ଼ି ଦିଅନ୍ତି। ତ ଏମିତି ଉପାୟ ଆଜି କରିବା, ପିଲାମାନେ ଆଉ ପେନ୍କୁ ହଜେଇ ପାରିବେନି, କି କ୍ୟାପ୍ ଆଉ ପେନ୍ ଅଲଗା ହେବନି। ଚୁଡ଼ି ତ ସମସ୍ତଙ୍କ ଘରେ ଥିବ, ମେଟାଲ ଚୁଡ଼ି ଗୋଟେ ନେଇ ଆସିବା। ଏମିତି ଭାବରେ ସେ ଚୁଡ଼ିରେ ପେନ୍କୁ ଗଳେଇ ଦେବେ, ତା'ର କ୍ୟାପ୍କୁ ଏମିତି ଗଳେଇ ଦେବେ। ଏମିତି ଭାବରେ ଯଦି ଆପଣ ପେନ୍କୁ ଗଳେଇ ଦେଇକି ରଖିବେ, ଜମା ବି ପେନ୍ରୁ କ୍ୟାପ୍ ହଜିବନି। ପିଲାମାନଙ୍କ ପାଖରେ ଯେତେ ପେନ୍ ଥିବ ଏମିତି ଚୁଡ଼ି ଦିହରେ ଟଙ୍ଗେଇ ଦେବେ। ତ ଦେଖନ୍ତୁ ଏମିତି ଭାବରେ ମୁଁ ସବୁତକ ପେନ୍ ଏଥିରେ ଏମିତି ଏଇଭଳି ଭାବରେ ଟଙ୍ଗେଇ ଦେଲି। ଯେତିକି ଚୁଡ଼ିରେ ହେବ ଜାଗା ହେବ ସେତିକି ଟଙ୍ଗେଇବେ, ନହେଲେ ଆଉ ଗୋଟେ ଚୁଡ଼ିରେ ମଧ୍ୟ ଟଙ୍ଗେଇବେ। ଆଉ ଯେତେବେଳେ ପେନ୍ ଦରକାର ହେବ ଲେଖିବେ, ସାଙ୍ଗେ ସାଙ୍ଗେ ଏମିତି ବାହାର କରିବେ। କ୍ୟାପ୍ ଥିବ ସେଠି କ୍ୟାପ୍ ବିଲକୁଲ ହଜିବନି। ଲେଖି ସାରିବେ, ପୁଣି ଏମିତି ଆଣିକି କ୍ୟାପ୍ରେ ଗଳେଇ ଦେବେ। ଯେଉଁଠି ପାଠ ପଢ଼ୁଥିବେ, ବହି ଯେଉଁଠି ଥିବ, ଆପଣଙ୍କର ବହି ଟେବୁଲ୍ ଥିବ, ସେଇଠି ହ୍ୟାଙ୍ଗ କରିଦେବେ। ଆଉ ଏଥିରେ ଗୋଟେ ଯଦି ଆମେ ସଫ୍ଟ ପିନ୍ ଲଗେଇଦେବା, ସୁବିଧା ହେବ ତାକୁ ହ୍ୟାଙ୍ଗ କରିବାକୁ। ଆକୁ କେଉଁଠି ମୁଁ ହ୍ୟାଙ୍ଗ କରୁଛି ଦେଖନ୍ତୁ। ଯେଉଁଠି ବହି ଥିବ, ମାନେ ପଢ଼ୁଥିବେ ଯେଉଁଠି, ଆକୁ ତ ଚୁଡ଼ି ସହ ନେଇକି ସ୍କୁଲକୁ ଯାଇପାରିବେନି। ଘରେ ଯେଉଁ ପାଠ ପଢ଼ୁଛନ୍ତି ଏଠି ସେଠି ଫୋପାଡ଼ି ଦେଉଛନ୍ତି ପେନ୍କୁ, ଏମିତି ଉପାୟ ଆପଣ କରିପାରିବେ। ବହି ପାଖରେ ଦେଖନ୍ତୁ ମୁଁ ଏଠି ଟାଙ୍ଗି ଦେଇଛି କେମିତି। ବହି ପାଖରେ ହୁକ ଲଗେଇ ଦେଇଥିବେ, ଆଉ ସେଇ ଚୁଡ଼ିକୁ ଏମିତି ଆଣିକି ସେଠି ହ୍ୟାଙ୍ଗ କରିଦେବେ। ଯେତେବେଳେ ସେମାନେ ପାଠ ପଢ଼ିବେ, ଲେଖିବେ, ସେଇ ପେନ୍କୁ ତଳ ଆଡ଼ୁ ଏମିତି ବାହାର କରି ଆଣିବେ, କ୍ୟାପ୍ ଥିବ ଚୁଡ଼ି ଦିହରେ। ଏମିତି ଭାବରେ ତାଙ୍କୁ ବୁଝେଇ ଦେଇଥିବେ, ସେ କ୍ୟାପ୍ରୁ ବାହାର କରି ଆଣିବେ ପେନ୍କୁ, ଲେଖି ସାରିକି ପୁଣି ସେଇ କ୍ୟାପ୍ରେ ନେଇକି ପେନ୍କୁ ଖପେଇ ଦେବେ, ତ ଜମା ବି ହଜିବନି। ଫ୍ରିଜ୍ରେ ମସଲା, ପରିବାପତ୍ର, କ୍ଷୀର, ଦହି ସବୁ ରଖୁଛେ। କୌଣସି ଜିନିଷ ମସଲା ହେଉ କିମ୍ବା ଦହି ହେଉ ଯଦି ବେଶୀ ଦିନ ରହିଯାଏ, ସେ କେମିତି ଗୋଟେ ବ୍ୟାଡ୍ ସ୍ମେଲ୍ ହୁଏ। ପିଲାମାନେ ଚକୋଲେଟ୍ ଆଣିକି ରଖିଦିଅନ୍ତି, ଆଇସ୍କ୍ରିମ୍ ଆଣିକି ରଖିଦିଅନ୍ତି, ତ ବ୍ୟାଡ୍ ସ୍ମେଲ୍ ହୁଏ। ତ
ସେଥିପାଇଁ ଗୋଟେ ବଢ଼ିଆ ଉପାୟ ଅଛି। ଘରେ ଥିବା ଜିନିଷ ଆମେ ସେଇଠି ରଖିବା। ଆମ ରୋଷେଇ ଘରେ ଥିବା ଜିନିଷ ସେ ଫ୍ରିଜ୍ ଧିରେ ରଖିଦେଲେ ଜମା ବି ବ୍ୟାଡ୍ ସ୍ମେଲ୍ ଆଉ ହେବନି। ଫ୍ରିଜ୍କୁ 15 ଦିନ କିମ୍ବା ମାସକେ ଥରେ ଲେଖା ଯେମିତି ହେଲେ ସଫା କରିବାକୁ ପଡ଼ିବ। ଆପଣ ଯଦି ସଫା ନ କରିବେ ତାହା ମଧ୍ୟ ବ୍ୟାଡ୍ ସ୍ମେଲ୍ ଆସିବ, ଆଉ ବରଫ ଜମିଯିବ। ସହଜ ଉପାୟ ଏଇଟା ହେଲା, ଦେଖନ୍ତୁ ଏଠି ଛୋଟ ଗିନା ନେଲି, ସେଥିରେ ମୁଁ 2-3 ଚାମଚ ଚାହା ପତି ରଖିଲି। ଚାହା ପତିଟା ଆମର ବ୍ୟାଡ୍ ସ୍ମେଲ୍କୁ ଦୂର କରିପାରିବ। ସାଙ୍ଗମାନେ, ଚାହା ବାସ୍ନା ମୋତେ ବହୁତ ଭଲ ଲାଗେ। ଆପଣଙ୍କୁ କେମିତି ଲାଗେ ଆପଣ କମେଣ୍ଟରେ ଜଣେଇବେ। ଏଠି ଦେଖନ୍ତୁ ଫ୍ରିଜ୍ରେ ଏମିତି ଭାବରେ ନେଇକି ଥୋଇଦେବେ। ଭିତରେ ଜରି ଦେଇଛି, ଉପରେ କପଡ଼ା ଦେଇକି ସିଲେଇ କରିଛି। ଦେଖନ୍ତୁ ଗୋଟେ ମ୍ୟାଟ୍ ଭଳିଆ ମୁଁ ସେଠି ରଖିଛି। ଫ୍ରିଜ୍ ଧିରେ ରଖିଦେଲେ ତାର ସବୁତକ ଥାକରେ ଆମେ ରଖିଲେ ତ ଯେତିକ ମାନେ ପାଣି ଅଂଶ ସେ କପଡ଼ାଟା ଟାଣି ନେବ, ଆଉ ତା ମଧ୍ୟ ବ୍ୟାଡ୍ ସ୍ମେଲ୍ ହେବନି। ଫ୍ରିଜ୍ଟି ପରିଷ୍କାର ରହିବ। ତ ଏମିତି ଭାବରେ ଫ୍ରିଜ୍ରୁ ଆମେ ବ୍ୟାଡ୍ ସ୍ମେଲ୍ ଦୂର କରିପାରିବା। ଏବେ ଯିବା ନେକ୍ସଟ ଷ୍ଟେପ୍କୁ। ରାତିରେ ଆମେ ଗ୍ୟାସ୍ ପୋଛୁଛେ, ରୋଷେଇ ସାରିଲା ବେଳେ ଗ୍ୟାସ୍ ପୋଛି ପାଚିକି ଆମେ ଯାଉଛେ ପୁଣି ସକାଳକୁ ସେଥିରେ ରୋଷେଇ କରୁଛେ। ସେ କ'ଣ ହୁଏ, ଆମେ ରାତିରେ ପୋଛିଥିବା, ରାତିରେ ପୁଣି ଯେକୌଣସି ଅସରପା ହେଉ, ପୋକ ଜୋକ ହେଉ, ଦେଖନ୍ତୁ ଏଇଠି କେମିତି ପୁଣି ଗୋଟେ ପୋକ ଆସିକି ବୁଲୁଛି। ତ ଏମିତି ଭାବରେ ମୂଷା ହେଉ, ଚୁଚୁନ୍ଦ୍ରା ହେଉ ଆସିକି ପୁଣି ଗ୍ୟାସ୍ ଉପର ସାରା ଚଢ଼ିଯାଆନ୍ତି। ଏକ୍ସପାୟାର ଡେଟ୍ ପାଉଡ଼ର ଯଦି ଆପଣଙ୍କ ପାଖରେ ଥିବ ଭଲ, ନହେଲେ ଏମିତି ନର୍ମାଲ୍ ଭଲ ପାଉଡ଼ର ମଧ୍ୟ ଆପଣ ଏମିତି ସେ ଗ୍ୟାସ୍ ଉପର ସାରା ଛିଞ୍ଚିଦେବେ, ଦେଖିବେ ଆଉ ପୋକ ଜୋକ ଆଉ ଗ୍ୟାସ୍ ଉପରକୁ ଆସିବେନି। ଏବେ ଯିବା ନେକ୍ସଟ ଟିପ୍କୁ। ସମସ୍ତେ ଆମେ ଫୋନ୍ ଧରନ୍ତି ହାତରେ। ଯଦି ଫୋନ୍ରେ କେତେବେଳେ ପାଣି ପଡ଼ିଯାଏ କିମ୍ବା ପାଣିରେ ଫୋନ୍ ପଡ଼ିଯାଏ କିମ୍ବା ବର୍ଷାରେ ଯେତେବେଳେ ଓଦା ହେଇଯାଏ ଫୋନ୍ଟି, କ'ଣ କରିବା ଆମେ? ଏଇଠି ଖାଲି ପାଣିଟା ମୁଁ ଦେଖେଇକିରି କହୁଛି। ଯଦି କେତେବେଳେ ପାଣିରେ ଆମର ଫୋନ୍ଟି ପଡ଼ିଯାଏ, ସାଙ୍ଗେ ସାଙ୍ଗେ ଫୋନ୍ଟାକୁ ଉଠେଇ ଆଣିବେ ଆଉ ଭଲ ଭାବରେ ତାକୁ ପୋଛିଦେବେ। ଆଉ ଏମିତି ଭାବରେ ଚାଉଳ ନେଇଯିବେ, ଗ୍ୟାସ୍ରେ ବସେଇଦେବେ ଗୋଟେ ଯେକୌଣସି ଜାଗାରେ ଚାଉଳ ନେଇଯିବେ। ଚାଉଳକୁ ଭଲ ଭାବରେ ଟିକେ ତତେଇ ଦେବେ। ବେଶୀ ତତେଇଲେ ତ ସେ ଚାଉଳ ଫୁଟିଯିବ, ତ ତତେଇ ଦେବେ, ଯେମିତି ହାତ ସରିଲା ଭଳିଆ ତତେଇ ଦେବେ। ତାପରେ ଫୋନ୍କୁ ଆମେ ପୋଛିଦେବା। ଯେଉଁ ପାଣି ଫାଣି ଲାଗିଥିବ ଭଲ କି ଖୋଳ ଖୋଳ ବାହାର କରିକି ତାକୁ ଭଲ ଭାବରେ ପୋଛିଦେବା। ଦେଖନ୍ତୁ ମୁଁ ଯେମିତି ପୋଛୁଛି, ଭଲ ଭାବରେ ପୋଛିଦେବେ। ପୋଛିଦେଲେ କ'ଣ ପାଣି ଗୁଡ଼ା ସବୁ ଉପର ଗୁଡ଼ା ପଳେଇବ, କିନ୍ତୁ ଭିତରେ ଯେଉଁ ପାଣି ତାର ଅଂଶ ଥିବ ଜମା ଯିବନି। ଯେଉଁ ଚାଉଳଟା ଆମେ ତତେଇଛେ ସେଇ ଚାଉଳ ଭିତରେ ଆମେ ତତଲା ମାନେ ଅଳ୍ପ ଅଳ୍ପ ତାତିଥିବ ଚାଉଳଟି, ସେ ତତଲା ଚାଉଳ ଭିତରେ ଆମେ ଏମିତି ଭାବରେ ତାକୁ ଚାଉଳରେ ପୋତିଦେବା। ଭଲ ଭାବରେ ପୋତିଦେବା, ପୁରା ଗୋଟେ ଓଳି ପୋତିଦେବା। ଯଦି ଆମେ ଖରାବେଳେ ପୋତିଥିବା କିମ୍ବା ସକାଳେ ପୋତିଥିବା, ତାହେଲେ ଆପଣ ରାତିକି ବାହାର କରିବେ, ଦେଖିବେ ଫୋନ୍ଟି ଯଦି ଖରାପ ହେବାର ଥିବ ଆଉ ଖରାପ ହେବନି, ନିଶ୍ଚୟ ଠିକ୍ ହେବାର ସମ୍ଭାବନା ରହିଥାଏ। ଚାଉଳରୁ ପୁଣି ବାହାର କରିବେ ଯେତେବେଳେ, ଆଉ ଭଲ ଭାବରେ ତାକୁ ପୋଛିଦେବେ। ଆଉ ଖୋଳ ଯଦି ଥିବ ସେ ଖୋଳକୁ ମଧ୍ୟ ବାହାର କରିକି ଭିତର ଉପର ଭଲ ଭାବରେ ପୋଛିବେ। ପ୍ରଥମେ ୟାକୁ ଆପଣ ଟ୍ରାଏ କରିବେ, ଯଦି ବି ନ ଚାଲିଲା ତାପରେ ଆପଣ ସଜାଡ଼ିବାକୁ ଦେବେ। ସାଙ୍ଗମାନେ, ଆଜିର ଟିପ୍ ଗୁଡ଼ାକ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣେଇବେ। ଯଦି କେଉଁଠି ଭୁଲ ଭାଲ ଥାଏ ତାହା ମଧ୍ୟ କମେଣ୍ଟରେ ଜଣେଇବେ। ଭଲ ଲାଗୁଥିଲେ ମଧ୍ୟ ତାହା ମଧ୍ୟ କମେଣ୍ଟରେ ଜଣେଇବେ। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବି ନୂଆ ନୂଆ ଟିପ୍ ନେଇ। ଜୟ ଜଗନ୍ନାଥ।